କିଛି ଭିଡ଼ିଓ କେବଳ ଭିଡ଼ିଓ ନୁହେଁ, ଏହା ସଂଘର୍ଷମୟ ଜୀବନର ଏକ ମୂକ ସାକ୍ଷୀ ବା ଜ୍ୱଳନ୍ତ ଉଦାହରଣ। ନମସ୍କାର, ମୁଁ ପ୍ରେମ କୁମାର ମିଶ୍ର ଆଉ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ଜୀବନର ନୂଆ କାହାଣୀରେ। ତ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା ଆଉ ଆଜିର ଦିନଟାକୁ ପ୍ରଡକ୍ଟିଭ ଡେ ହିସାବରେ ବନେଇବା, ସବୁ ରୁଟିନ୍କୁ ଫଲୋ କରିବା ପାଇଁ ଟ୍ରାଏ କରିବା, କାରଣ ସବୁଦିନ ହୁଏନି। ତ ଆଜି ଫଲୋ କରିବା ପାଇଁ ଟ୍ରାଏ କରିବା। ଘର କାମ ଟିକେ କରିବାକୁ ପଡ଼ିବ ଯେହେତୁ ଘରେ ଅଛି, ଆଉ କିଛି ଦିନ ଗଲେ ମୁଁ ହଷ୍ଟେଲ ପଳେଇବି। ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ପ୍ରତିଦିନ ସମାନ ଲାଗେ, ସମାନ ରାସ୍ତା, ସମାନ ରୁଟିନ୍, ସମାନ ଲାଇଫଷ୍ଟାଇଲ। କିନ୍ତୁ କେବେ କେବେ ଏକ ନର୍ମାଲ ଦିନ ଭିତରେ ଏମିତି କିଛି ମୋମେଣ୍ଟ ଲୁଚି ରହିଥାଏ ଯାହା ଆମକୁ ହସେଇ ଦେଇଯାଏ। ସକାଳୁ ଉଠି ସାରି ଚା ଟିକେ ନ ପିଇଲେ ଲାଗେ କି ଆଜି ଦିନଟା ସମ୍ପୂର୍ଣ୍ଣ ହେବନି। କ'ଣ ରହିଛି ସେ ଚାରେ କେଜାଣି, ନ ପିଇଲା ପର୍ଯ୍ୟନ୍ତ ଟିକେ ଭଲ ଲାଗେନି, ଦିନଟା ଷ୍ଟାର୍ଟ ହୁଏନି। ତାପରେ ଘର କାମରେ ଟିକେ ବାପା ମାଆଙ୍କୁ ସାହାଯ୍ୟ କରିଦେଲି ଆଉ ସକାଳୁ ସକାଳୁ ବାହାରି ଗଲି ମୁଁ ବାହାରକୁ ଟିକେ ମର୍ଣ୍ଣିଂ ୱାକ୍ରେ। ସେମିତି ତ କିଛି ନାହିଁ, ଜଷ୍ଟ ବାହାରୁ ଟିକେ ବୁଲିକି ଆସିଲେ ମନଟା ଫୁର୍ତ୍ତି ଲାଗେ। ବାଟରେ ଚାଲୁ ଚାଲୁ ଦେଖା ହୁଏ ନିରୀହ ଜୀବମାନଙ୍କ ସହିତ। ଏମାନଙ୍କ ନିଷ୍କପଟ ସରଳ ସ୍ୱଭାବକୁ ଦେଖିଲେ ଇଚ୍ଛା ହୁଏ ଆଉ ଟିକେ ସମୟ ଏମାନଙ୍କ ସହିତ ବିତେଇବା ପାଇଁ। ବେଷ୍ଟ ଭ୍ଲଗ୍ ସବୁବେଳେ ପ୍ଲାନ୍ କରି ବନେଇ ହୁଏନି, କିଛି ଭ୍ଲଗ୍ ଜର୍ଣ୍ଣି ଭିତରେ କ୍ରିଏଟ୍ ହୁଏ। ପଢ଼ିବା ସ୍ଥାନ ଯଦି ଅସନା ହୋଇଥିବ ଟିକେ ପଢ଼ିବା ପାଇଁ ଇଚ୍ଛା ହୁଏନି, ବହିପତ୍ର ଯଦି ସଜଡ଼ା ହୋଇ ରଖା ହୋଇନଥିବ ଟିକେ ପଢ଼ିବା ପାଇଁ ଇଚ୍ଛା ହୁଏନି। ସେଥିପାଇଁ ପଢ଼ିବା ଆଗରୁ ଟିକେ ସଫା କରିଦେଇ ପଢ଼ିଲେ ମନଟା ଶାନ୍ତି ଲାଗେ, ପଢ଼ିବାରେ କନସେନ୍ଟ୍ରେଟ୍ ହୁଏ, ଫୋକସ୍ ବଢ଼େ। ମୁଁ ସବୁ ସବଜେକ୍ଟକୁ ଟିକେ ଟିକେ ଟଚ୍ କରିବା ପାଇଁ ଟ୍ରାଏ କରୁଛି, କିନ୍ତୁ ଫାର୍ମାକୋଲୋଜି ହେଉଛି ଭାଷ୍ଟ ସିଲାବସ୍। ତ ସେଥିପାଇଁ ଫାର୍ମାକୋଲୋଜି ଆଉ ଫାର୍ମାକୋଥେରାପିଟିକ୍ସକୁ ଟିକେ ଅଧିକ ଧ୍ୟାନ ଦେବାକୁ ପଡ଼ୁଛି। ସେଇ ଭିତରେ ବାକି ସବଜେକ୍ଟମାନଙ୍କୁ ବି ଟିକେ ଟିକେ ଧ୍ୟାନ ଦେଉଛି। ଆଉ ନୋଟ୍ସ ଲେଖି 2ଟା ଲେକ୍ଚର ଆଟେଣ୍ଡ କରୁ କରୁ ସମୟ ହୋଇଯାଇଥିଲା ଆଉ ମୁଁ ବାହାରି ଯାଇଥିଲି ବାହାରକୁ। କାରଣ ବାହାରକୁ ନ ଗଲେ ମନ ଭଲ ଲାଗେନି, ଦିନଟା ଶେଷ ହୁଏନି। ତ ବାହାରକୁ ଗଲେ ଟିକେ ମନ ଫୁର୍ତ୍ତି ଲାଗେ, ପଢ଼ିବା ପାଇଁ ଇଚ୍ଛା ହୁଏ। ଆଉ ହଷ୍ଟେଲ ଯିବାର ଥିଲା ସେମିତିରେ ବି, ତ ୱେଲ୍ ଗ୍ରୁମ୍ ହେଇକି ନ ଗଲେ ଟିକେ ଭଲ ଲାଗେନି। ତ ମୁଁ ଆସିଯାଇଥିଲି ଚୁଟି କାଟିବା ପାଇଁ। ତାପରେ ଆସିଯାଇ ମୁଁ କରିଦେଇଥିଲି ଲଞ୍ଚ, ଆଉ ଲଞ୍ଚ କରିବା ପରେ ମୁଁ ବସି ପଡ଼ିଥିଲି ପଢ଼ିବା ପାଇଁ। ଲାଇଫରେ ସବୁ କ୍ୱେଶ୍ଚନର ଆନ୍ସର ଦରକାର ନଥାଏ, କିଛି ଜର୍ଣ୍ଣିକୁ କେବଳ ଏନ୍ଜୟ କରିବା ଦରକାର। କାରଣ ଏହିସବୁ ତ ପଛରେ ଯାଇ ମେମୋରିଜ୍ ହେବ, ଗୋଟେ ସ୍ପେଶାଲ ମୋମେଣ୍ଟ ଜୀବନର ହେଇକି ରହିବ। ଯଦି ନ କରିବା ଲାଇଫରେ କିଛି ହିଁ ନଥିବ ପଛରେ, ମାନେ ମନେ ପକାଇବାକୁ ନିଜର ସ୍ମୃତି ହିସାବରେ କିଛି ହିଁ ନଥିବ। ଯଦି ଭିଡ଼ିଓରେ କନେକ୍ଟ କରିପାରିଲେ ନିଜକୁ ଭାଇମାନେ ଆଉ ଭଲ ଲାଗିଲା ଭିଡ଼ିଓଟା, ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବ। ଆଉ ଇନଷ୍ଟାରେ ବି ମୁଁ ବ୍ଲଗ୍ କରେ, ତ ସେଇଟା ଯାଇକି ଫଲୋ କରିଦେବ ଇନଷ୍ଟା ଆଇଡ଼ିକୁ ପ୍ରେମ କୁମାର ବ୍ଲଗ୍ସ। ତ ଆଜି ପାଇଁ ଥିଲା ଏତିକି ଭାଇମାନେ, ପୁଣି ଦେଖାଇବାକୁ ଟ୍ରାଏ କରିବି, ବହୁତ ଆହୁରି ଭଲ ଭଲ ବ୍ଲଗ୍ ଆଣିବା ପାଇଁ ଟ୍ରାଏ କରିବି। ତ ଏମିତି ସପୋର୍ଟ କରୁଥାଅ ସବୁବେଳେ ତମ ଛୋଟ ଭାଇକୁ। ଆଉ କ'ଣ କହିବି, ଆଉ ତ କିଛି କହିବିନି, ଛୋଟ ଭାଇ ଏକା। ଆଉ ତମମାନଙ୍କ ସାହାଯ୍ୟରେ ହିଁ ମୁଁ ଆଗକୁ ଯିବି। ସପୋର୍ଟ ବେଗମନ ହେଇକି ଯଦି ଠିଆ ହେଇପାରିଲ ତାହେଲେ ବହୁତ ଭଲ କଥା। ରହିଲି।